ଆଉ ମୁଁ ତୋ ଭଳି ଝିଅ ପାଇଁ ନିଜକୁ ଭାଗ୍ୟବାନ ମନେ କରୁଛି। ତୁ କଣ ମା ଯେତେ ପଢିବୁ ମୁଁ ପଢେଇବି। ବାପା ତୁମେ ସତ କହୁଛ ମୁଁ ପାଠ ପଢିବି? ହଁ ମା ତୁ ନିଶ୍ଚୟ ପାଠ ପଢିବୁ। ଦରକାର ପଡିଲେ ତୋ ବାପା ଏ ଘର ଜମି ବାଡି ସବୁ ତକ ବିକ୍ରି କରିଦେବ, କିନ୍ତୁ ତୋତେ ନିଶ୍ଚୟ ପାଠ ପଢେଇବ। ଏ ସମାଜରେ ଗୋଟିଏ ଭଲ ମଣିଷଟିଏ କରିବ। ବାପା ହଁ ମା। ଏହାପରେ ଜମିଦାର ପରିବାର ଜମିଦାର ବଙ୍ଗଳା ଯାକର ବୁଝିଥିଲେ ଘର ଗହଳି। ଜମିଦାରଙ୍କ ଏକମାତ୍ର ପୁତ୍ର ଜଙ୍ଗଲର ଉନ୍ନତି ମଜା ମଜଲିସରେ ସାଙ୍ଗସାଥି ପ୍ରବଳ ପଇସା ଉଡ଼ାଇବା। ଏହାପରେ ଦେଖି ନିଅନ୍ତୁ ପରବର୍ତ୍ତୀ ଦୃଶ୍ୟଟିକୁ। ଚନ୍ଦନ କଣ ହେଲା? ଗୋଟେ ଆରେ ଚନ୍ଦନ ତୁ କଣ ମଦ ପିଆପି କରୁଛୁ ନା କଣ? ସାଙ୍ଗର ବାହାଘରଟେ ଥିଲା ତ ସେଇ ବାହାଘରରେ ଟିକେ ସାଙ୍ଗସାଥି ମଦ ପିଇ ଦେଇଛି ଆଉ। ହେଲା ଆରେ ଚନ୍ଦନ ମୁଁ କଣ କହୁଥିଲି କି ତୋ ପାଇଁ ଗୋଟେ ମନ୍ତ୍ରୀ ଗାଁର ଗୋଟେ ଭଲ ପ୍ରସ୍ତାବଟେ ଦେଖି ଅଛି। ତୁ ବାହାଘୁ ତ କିନ୍ତୁ ତୋତେ ମଦ ଛାଡିବାକୁ ପଡିବ। କଣ ମୁଁ ବାହାରେ? ହଁ ତୁ ବାହାଘୁ। ସତରେ ମୁଁ ବାହାରେ? ହଁ ତୁ ସତରେ ବାହାଘୁ। ହଁ ବାହାରେ ଯେ ତୁ ମଦ ପିଆ ଛାଡ଼ିପାରିବି ନାହିଁ। ହେଲା ତୁ ମଦ ଛାଡେ ନ ଛାଡେ କିନ୍ତୁ ତୋତେ ସେଇଦିନ ପାଇଁ ମଦ ଛାଡିବାକୁ ପଡିବ। ହଉ ହେଲା ମୁଁ ସେଇ ଦିନଟା ମଦ ପିଆ ବନ୍ଦ କରିବି। ହେଲା ତୁ ବାହାଘରରେ ରାଜି ହେଇଥିବାରୁ ମୁଁ ଆସନ୍ତାକାଲି ଯାଇ ତୋର ପ୍ରସ୍ତାବ ଆଣୁଛି। ଏଇ ପ୍ରସ୍ତାବ ତୁ ରାଜି ତ? ହଁ ବାପା ମୁଁ ଏ ପ୍ରସ୍ତାବରେ ରାଜି ଅଛି। ମୁଁ ବି ଫୁଲ୍ ରାଜି। ବ୍ୟବସାୟୀ ପରିବାର ତିନୋଟି ପୁତ୍ର ସନ୍ତାନ ଓ ତିନୋଟି କନ୍ୟା ସନ୍ତାନ। ଝିଅ ଏଠି ବୁଝ ତଥା ବଡ଼ ପୁତ୍ର ମିଳିଲେ ବିବାହ ପାଇଁ ପ୍ରସ୍ତୁତି ଏବଂ କବାଟ ପାଖରେ ଶ୍ୟାମବାବୁ ଏବଂ ତାଙ୍କ ଝିଅ ଠିଆ ହୋଇ ଶୁଣୁଛନ୍ତି। ଆରେ ସବିତା ଆମେ ପାଠ ପଢିବାକୁ ଛାଡିଛ। ମୁଁ ତ ବେପାର ହରିପୁରରୁ ପ୍ରସ୍ତାବଟି ଆଣିଛି। ସିଏ କଣ ଗୋଟେ ଶୁଣୁଛି? ମୁଁ ଯେତେ କହିଲେ ସେ କଣ ମୋ କଥା ଶୁଣୁଛି? ସେ ତ ଖାଲି ସ୍କୁଲକୁ ଯାଉଛି। ହେଇଛି ଶିକ୍ଷା ବାପା ଏମିତିକା ବଡ ପ୍ରସ୍ତାବ ଆମକୁ ଆଉ ମିଳିବନି। ସେ ଆସିଲେ ଆମେ ତାକୁ ରାଜି କରି ବାହାଘର ନିଶ୍ଚୟ କରିବା। ବାପା ବାପା ଆରେ କଣ ହେଲେ ତୁ ପାଟି କରୁଛୁ କାହିଁକି? ବାପା ଏଇ ଦେଖ ମୋ 7th କ୍ଲାସର ରେଜଲ୍ଟ। ମୁଁ ଭଲ ନମ୍ବର ରଖି ପାସ୍ କରିଛି। ଆଉ ମୁଁ ପାଠ ପଢିବାକୁ ଚାହେଁ ବାପା। ନାଇଁ ମୋ ବାପା ମୁଁ ପଢିପାରିବିନି। ମା ଜାଣିଛୁ ତୋ ପାଇଁ ମୁଁ ହରିପୁରରୁ ପ୍ରସ୍ତାବ ଆଣିଛି। ତୁ ସେଠି ବାହା ହବୁ ତ ମା? ହେଲେ ବାପା ମୋର ତ ବୟସ ହେଇନି। ଯୋଉ ବୟସରେ ମୁଁ ପଢିବା କଥା ତମେ କହୁଛ ମୁଁ ବାହା ହେବି? ନା ବାପା ମୁଁ ଜମା ବି ବାହା ହେବିନି। ଆରେ ତୁ ଏ କଣ କରୁଛୁ? ଶିକ୍ଷକର ବର୍ତ୍ତମାନ ନାବାଳିକା ଅଛି, ତୁ ଏଇଟା ଭୁଲ ନିଷ୍ପତ୍ତି ନେଉଛୁ ଆସୁ। ଆରେ ଆସ ଦିଦି ତମେ। ଦିଦି ମୁଁ ଶୁଣିଥିଲି ତମେ କଲେଜରେ ଟପ୍ ହେଇଛ। ଶୁଣିକି ଭାରି ଖୁସି ଲାଗିଲା। ମୁଁ କଣ ଶୁଣିଲି ତୁ ବାହା ହଉଛୁ? ଏ କଣ ତୋର ଏବେ ବାହା ହେବାର ବୟସ ହୋଇନାହିଁ? ମଉସା ଆପଣ ଏ କଣ କରୁଛନ୍ତି? ଶିଖାର ବାହାଘର ଠିକ କରିଦେଇଛନ୍ତି? ଏ ଭୁଲ ମଉସା। ସେ ଏବେ ନାବାଳିକା। ତାକୁ ବର୍ତ୍ତମାନ 21 ବର୍ଷ ହୋଇନାହିଁ ମଉସା। ଏ ଠିକ ନୁହେଁ ମଉସା। ନା ଆମେ ଶିକାର ବାହାଘର ଯେଉଁଠି କରିବୁ ସେଇଠି ଇଏ ହବ ତାର। ଆସେ ସବିତା। ଶିଖାର ଏବେ ତୋ ଭବିଷ୍ୟତ ତୋ ହାତରେ ମ। ଏବେ ହଉଛି ତୋର ପାଠ ପଢା ବୟସ କିନ୍ତୁ ତୁ ବାହା ହଉଛୁ। ତୋର ସ୍ୱାସ୍ଥ୍ୟ ପ୍ରତି ବହୁତ କ୍ଷତି ପହଞ୍ଚିଗଲା। ମୁଁ ଆସୁଛି ଜଲ୍ଦି। ଆସ ବାପା। ହେ ଭଗବାନ ମୋ ଭାଗ୍ୟରେ କଣ ଏଇଆ ଲେଖା ଥିଲା? ମୁଁ କଣ ଆଉ ପଢି ପାରିବିନି? ସେ ଆଶା ଦିଦିଙ୍କ ପରି କଣ ମୁଁ ଆଗକୁ ବଢି ପାରିବିନି? ସମାଜରେ କଣ ଝିଅ ଜନ୍ମ ନେବା ପାପ? ନା ମୋ ବାପା ମାଙ୍କ ପାଇଁ ମୁଁ ଗୋଟେ ବୋଝ। କୃଷକର ଝିଅ ଆଶା ବିଦେଶରେ ଡାକ୍ତରୀ ପାଠ ପଢିବା ନିମନ୍ତେ ଯାଉଛି। ଏହାପରେ ଦେଖି ନିଅନ୍ତୁ ପରବର୍ତ୍ତୀ ଦୃଶ୍ୟ।
ଆଗେ ଭଲରେ ଭଲ ଯାଇ ଭଲରେ ଡାକ୍ତର ପାଠ ପଢିବୁ, ତାପରେ ଭଲ ଡାକ୍ତରଟି ହେଇ ଏଇ ଗାଁକୁ ଫେରିବୁ। ହଁ ବାପା, ତୁମେ ମତେ ଆଶୀର୍ବାଦ କର ଯେମିତି ମୁଁ ଗୋଟେ ଭଲ ଡକ୍ଟର ହେଇ ଗାଁକୁ ଫେରିବି। ହଁ ଲୋ ମା, ଠିକ ଅଛି, କିନ୍ତୁ ଜମା ବ୍ୟସ୍ତ ବୋଲି ଟଙ୍କା ପାଇଁ ତୋ ବାପା ମଝିରେ ମଝିରେ ଯାଇ ଟଙ୍କା ଦେଇ ଆସିବ। ହଁ ବାପା, ମୁଁ ଏବେ ଆସୁଛି ବାପା। ହଁ ଲୋ ମା। ଜମିଦାର ପୁତ୍ରସ୍ଥଳୀ ବିବାହ ସମ୍ପୂର୍ଣ୍ଣ ହୋଇଯାଇଛି। ଏହାପରେ ଦେଖି ନିଅନ୍ତୁ ପରବର୍ତ୍ତୀ ଦୃଶ୍ୟଟିକୁ।